ଗୋଟିଏ ଘଞ୍ଚ ଜଙ୍ଗଲ ଭିତରେ ଗୋଟିଏ ଛୋଟ ପୋଖରୀଟିଏ ଥିଲା। ସେଇ ପୋଖରୀ କୂଳରେ ଗୋଟିଏ ହଂସଟିଏ ରହୁଥିଲା। ହଂସଟି ଦିନେ ଦୁଇଟି ଅଣ୍ଡା ଦେଲା। କିଛି ଦିନ ପରେ ସେଇ ଅଣ୍ଡାରୁ ଛୁଆ ଦୁଇଟି ବାହାରିବ। ହଂସଟି ଭାରି ଖୁସି ଥିଲା, କାହିଁକି ନା ସେ ପ୍ରଥମ ଥର ପାଇଁ ମା ହେବାକୁ ଯାଉଛି। ଓହୋ, ଯାହା ହଉ ମୋତେ ଆଜି ଭାରି ଭଲ ଲାଗୁଛି। ଆଉ କିଛି ଦିନ ପରେ ଏଇ ଅଣ୍ଡା ଦୁଇଟି ଭିତରୁ ଛୁଆ ବାହାରିବ, ଆଉ ମୋତେ ମା ବୋଲି ଡାକିବେ। ସେଥିପାଇଁ ମୋତେ ଏବେ ଭାରି ଖୁସି ଲାଗୁଛି। ହଂସଟି ତାର ଅଣ୍ଡା ସହିତ ଦିନଗୁଡ଼ିକ ଖୁବ୍ ଖୁସିରେ କାଟୁଥିଲା। ଗୋଟିଏ ଦିନ ତାର ଅଣ୍ଡାକୁ ଧରି କହିଲା, ଜୋରେ ଭୋକ ଲାଗିଲାଣି। ଯୋଉ ସବୁ ଖାଦ୍ୟ ସାଇତି ରଖିଥିଲି ତାହା ତ ସରିବାକୁ ବସିଲାଣି। ମୋତେ ଏବେ ଖାଇବା ଖୋଜି ଆଣିବାକୁ ପଡ଼ିବ। ହେଲେ ମୋର ଏଇ ଅଣ୍ଡା ଦୁଇଟିକୁ ଛାଡ଼ି ମୁଁ କେମିତି ଯିବି ଯେ? କିଏ ଯଦି ମୋର ଅଣ୍ଡାକୁ ଚୋରି କରି ନେଇଗଲା, ନହେଲେ ଖାଇଦେଲା, କ'ଣ କରିବି? ଆଉ ମୁଁ ବି ତ ଖାଦ୍ୟ ନ ଖାଇ ତ ମରିଯିବି ନା। ଯାଉଛି, ଜଲ୍ଦି ଜଲ୍ଦି ଯାଇ ନଦୀ ପାଖରୁ କିଛି ମାଛ ନେଇକି ଆସିବି। ଏଇ ପୋଖରୀରୁ ତ ମୁଁ ସବୁ ମାଛ ଗୁଡ଼ିକୁ ଖାଇ ଦେଇଛି। ଏହିପରି କହି ହଂସଟି ଅଣ୍ଡା ଦୁଇଟିକୁ ବସାରେ ଛାଡ଼ି ମାଛ ଆଣିବା ପାଇଁ ବାହାରି ପଡ଼ିଲା। ଏପଟେ ଗୋଟିଏ ଶିଆଳ ଖାଦ୍ୟ ଖୋଜିବା ପାଇଁ ଜଙ୍ଗଲରେ ଏପଟ ସେପଟ ଘୁରି ବୁଲୁଥାଏ। ଓହୋ, ଭୋକରେ ମୋ ପେଟ ପୁରା ଜଳିଲାଣି। ପାଦ ଆଉ ଆଗକୁ ଯାଉନି। ଏଇ ଭୋକରେ ସେ ମାଙ୍କଡ଼ ଚିଲ ଯୋଗୁଁ ସବୁ ଖାଦ୍ୟ ସରିଗଲାଣି। ଯଦି କିଛି ଖାଦ୍ୟ ମୁଁ ଖୋଜିକି ପାଏ, ତାହେଲେ ସେ ଦୁଷ୍ଟ ଚିଲ ବି ଆସି ମୋ ଖାଦ୍ୟରେ ଭାଗ ବସଉଛି। ଏମିତି ଚାଲି ଚାଲି ଶିଆଳଟି ହଂସ ରହୁଥିବା ସେଇ ପୋଖରୀ କୂଳରେ ଆସି ପହଞ୍ଚିଲା। ଆରେ, ଏଇ ତ ସାମ୍ନାରେ ଗୋଟିଏ ବଢ଼ିଆ ସୁନ୍ଦର ପୋଖରୀ ଦେଖାଯାଉଛି। ଯାଉଛି, ପୋଖରୀରୁ କିଛି ପାଣି ପିଇ ଭୋକକୁ ଟିକେ ମେଣ୍ଟେଇ ଦେବି। ଏମିତି କହି ଶିଆଳଟି ପୋଖରୀ ଆଡ଼କୁ ଚାଲିଲା। ତାପରେ ଶିଆଳଟି ଗୋଟିଏ ବୁଦା ପାଖରେ ଗୋଟିଏ ବସାରେ ଦୁଇଟି ଅଣ୍ଡା ଥିବାର ଦେଖିଲା। ଅଣ୍ଡାକୁ ଦେଖି ଶିଆଳର ଭୋକ ପୁରା 2 ଗୁଣା ହେଇଗଲା। ଆରେ ୱା, ଆଜି ଏ ଆଖି କ'ଣ ନ ଦେଖିଲା ରେ। ଯାଉଛି, ଏ ଅଣ୍ଡାର ମାଲିକ ଆସିବା ପୂର୍ବରୁ ମୁଁ ସେଗୁଡ଼ିକୁ ଖାଇ ମୋ ଭୋକର ଜ୍ୱାଳାକୁ ମେଣ୍ଟେଇବି। ହା 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 ହା, ହା 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 ହା, ହା 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 ହା। ଏହା କହି ଶିଆଳ ବସା ପାଖକୁ ଗଲା, ଆଉ ଦୁଇଟି ଯାକ ଅଣ୍ଡାକୁ ଖାଇଦେଲା। ଆ ହା 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 ହା, ଆ ହା 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 ହା। ଏଇ ଅଣ୍ଡା ଗୁଡ଼ିକ କି ଟେଷ୍ଟି! ଖାଇବା ସହିତ ମୋ ମନଟା ବି ପୁରା ଖୁସି ହୋଇଗଲା। ଏମିତି ଯଦି ସବୁଦିନ ମୋତେ ଅଣ୍ଡା ମିଳନ୍ତା, ତାହେଲେ ବହୁତ ବଢ଼ିଆ ହୁଅନ୍ତା। ଯାଏଁ, ଏବେ ଘରକୁ ପଳେଇବି। ଏମିତି ଖୁସିରେ ଶିଆଳଟି ଗୀତ ଗାଇ ଗାଇ ଘରକୁ ଫେରିଆସିଲା। ତାପରେ ହଂସଟି ଗୋଟିଏ ମାଛକୁ ଧରି ତାର ବସା ପାଖକୁ ଆସି ଦେଖିଲା, ତାର ଅଣ୍ଡା ଦୁଇଟି ସେଠାରେ ନାହିଁ। ଆରେ ଆରେ, ଇଏ କ'ଣ ହେଲା? ମୋର ଅଣ୍ଡା ଦୁଇଟି କୁଆଡ଼େ ଗଲା? ମୁଁ ତ ଅଣ୍ଡା ଦୁଇଟିକୁ ଏଇଠାରେ ହିଁ ରଖିକି ଯାଇଥିଲି। କିଏ ନେଇଗଲା ମୋର ଅଣ୍ଡା ଦୁଇଟିକୁ? ହେ ପ୍ରଭୁ, ମୁଁ ପ୍ରଥମ ଥର ପାଇଁ ମା ହେବାକୁ ଯାଉଥିଲି। ଆଉ କିଛି ଦିନ ପରେ ଏଇ ଅଣ୍ଡାରୁ ଫୁଟି ଛୁଆ ଦୁଇଟି ବାହାରିଥାନ୍ତେ। କିଏ ମୋର ଏତେ ବଡ଼ ସର୍ବନାଶ କଲା? କିଏ କଲା? ହଂସଟି ଏମିତି କହି ବହୁତ କାନ୍ଦିବାକୁ ଲାଗିଲା। ଆଉ ସେପଟେ ଶିଆଳଟି ତାର ଗୁମ୍ଫାରେ ବସି ବସି କହୁଥାଏ, ଆହା, ଅଣ୍ଡା ଦୁଇଟି ଖାଇ ବହୁତ ମଜା ଆସିଗଲା। ଯାଉଛି, ଟିକେ ଶୋଇପଡ଼ିବି। ଏହା କହି ଶିଆଳଟି ଶୋଇପଡ଼ିଲା। ଏମିତି କିଛି ଦିନ ବିତିଗଲା। ହଂସଟି ପୁଣି ଦୁଇଟି ଅଣ୍ଡା ଦେଲା। ଏବେ କିନ୍ତୁ ପୋଖରୀ କୂଳରେ ନୁହେଁ, ପୋଖରୀ ଭିତରେ ବସା ଉପରେ ଅଣ୍ଡା ଦେଲା। କାରଣ ପୂର୍ବରୁ ତାର ଅଣ୍ଡା ଦୁଇଟାକୁ କିଏ ଖାଇଦେଲା। ସେଥିପାଇଁ ସେ ଏଥର ପୋଖରୀ ମଝିରେ ହିଁ ଅଣ୍ଡା ଦେଲା। ଆଉ ସେପଟେ ଶିଆଳଟି ତାର ଗୁମ୍ଫା ସାମ୍ନାରେ ଠିଆ ହୋଇ ଭାବୁଥିଲା ଯେ ଆଜି କୋଉଠିକି ଶିକାର କରିବାକୁ ଯିବ। ବହୁତ ଦିନ ହୋଇଗଲାଣି ମାଂସ ଖାଇନାହିଁ। ଖାଲି ନିରାମିଷ ଖାଇ ଖାଇ ରହୁଛି। କିନ୍ତୁ ଆଜି ଆଉ ନିରାମିଷରେ କାମ ଚଳିବନି। ଆଜି ଯେମିତି ହେଲେ ଗୋଟିଏ ପକ୍ଷୀକୁ ଧରିବି।
ଏମିତି କହୁ କହୁ ଶିଆଳର ସେଇ ଅଣ୍ଡା ଖାଇବା କଥା ମନେ ପଡ଼ିଗଲା। ଆଜି ତାହେଲେ ସେଇ ପୋଖରୀ ଆଡ଼େ ଟିକେ ଯିବି, ସେପଟେ ଟିକେ ବୁଲି ଆସିବା। କାଳେ ଯଦି ଅଣ୍ଡା ମିଳିଯିବ ତାହେଲେ ଖାଇଦେଇ ଆସିବି। ହା 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 ହା। ଏହା କହି ଶିଆଳଟି ହଂସର ବସା ଆଡ଼େ ଚାଲିଲା। ଆଉ ସେପଟେ ହଂସଟି ତାର ଅଣ୍ଡା ପାଖରେ ଥିଲା। ଶିଆଳଟି ସେଠାରେ ଆସି ପହଞ୍ଚି ଦେଖିଲା ଗୋଟିଏ ହଂସ ପୋଖରୀ ମଝିରେ ଗୋଟିଏ ବସା କରି ରହିଛି। ଆରେ ଇଏ କ'ଣ ମୁଁ ଦେଖୁଛି? ଏଇ ହଂସଟା ତ ବହୁତ ଚାଲାକ ଅଛି, ବସା ଦେଇଛି ପୁଣି ପୋଖରୀ ମଝିରେ। ତାହେଲେ ମୁଁ ତାର ଅଣ୍ଡାକୁ କେମିତି ଖାଇବି? ମୋତେ ତ ଜୋରେ ଭୋକ ଲାଗିଲାଣି। ଶିଆଳଟି ସେଠାରେ ଏପଟ ସେପଟ ହୋଇ ବୁଲୁଥାଏ ଆଉ ଭାବୁଥାଏ ଯେ ହଂସର ଅଣ୍ଡା ଦୁଇଟି କେମିତି ଖାଇବ ବୋଲି। ହଂସଟି ଶିଆଳର ଏମିତି ଭାବକୁ ଲକ୍ଷ୍ୟ କରୁଥାଏ। ଆରେ ଇଏ କ'ଣ? ଏଇ ବଦମାସ ଶିଆଳଟା ଏଠାରେ ଏମିତି କାହିଁକି ବୁଲୁଛି? କ'ଣ ହେଇଛି? ଯାଉଛି ସେଠି ଥାଇ ଦେଖିବି। ଏହା କହି ହଂସଟି କୂଳକୁ ଆସି କହିଲା, ଶିଆଳ ଭାଇ, ଓ ଶିଆଳ ଭାଇ, କିଛି ସମୟ ହେଲା ମୁଁ ଦେଖୁଛି ତୁମେ ଏଠାରେ ବୁଲାବୁଲି କରୁଛ। କ'ଣ ହୋଇଛି ତୁମର? ତୁମେ କ'ଣ କିଛି ଖୋଜୁଛ କି? ହଂସର କଥା ଶୁଣି ଶିଆଳଟି ମନେ ମନେ କହିଲା, ଆରେ ଆରେ, ହଂସଟି ଆଉ ମୋ ବିଷୟରେ କିଛି ଜାଣିନି ତ ଯେ ମୁଁ ତାର ଅଣ୍ଡା ଖାଇବା ପାଇଁ ଏଠାରେ ମୁଁ ବୁଲାବୁଲି କରୁଛି ବୋଲି। ନା ନା, ଏ ବିଷୟରେ ଟିକେ କିଛି ଜାଣିବାକୁ ପଡ଼ିବ। କ'ଣ ହେଲା ଶିଆଳ ଭାଇ? ଚୁପ୍ ଅଛ କ'ଣ ପାଇଁ? କୁହ, କ'ଣ ହେଇଛି ତୁମର? ଆରେ ହଂସ, ମୋର କ'ଣ ହେବ? ମୋର କିଛି ହୋଇନାହିଁ। ଏମିତି ଟିକେ ବୁଲୁଥିଲି ଆଉ। ପ୍ରତିଦିନ ଏମିତି ବୁଲାବୁଲି କଲେ ଶରୀର ଖୁବ୍ ଭଲ ରହିବ। ମୁଁ ଟିକେ ମୋ ଦେହ ପାଇଁ ଯତ୍ନବାନ ହେବା ପାଇଁ ଚାହୁଁଛି। ଶିଆଳର ଏମିତି କଥା ଶୁଣି ହଂସର ମନରେ ଟିକେ ସନ୍ଦେହ ଆସିଲା। ତାପରେ ଶିଆଳଟି ପୁଣି କହିଲା, ଆଚ୍ଛା ହଂସ ଭଉଣୀ, ମୋତେ ଟିକେ କହିବ କି? ମୋର ଗୋଟେ ସମସ୍ୟା ଅଛି। ମୋ ମୁଣ୍ଡରେ କିଛି ପଶୁନି। ଆଚ୍ଛା, କୁହ, କୋଉ ବିଷୟ କଥା କହୁଛ? ଆଚ୍ଛା, ତୁମର ବସାଟା ସେ ପୋଖରୀ ମଝିରେ କାହିଁକି ବନେଇଛ? ତୁମେ ତ ଏଇ ପୋଖରୀ କୂଳରେ ବନେଇ ପାରିଥାନ୍ତ ନା, ଯାହାଫଳରେ ମୁଁ ତୁମ ବସାକୁ ଟିକେ ଦେଖାଶୁଣା କରିପାରନ୍ତି। ହଁ ହଁ, କୁହନି, ମୁଁ ଆଗରୁ ପୋଖରୀ କୂଳରେ ହିଁ ବସା ତିଆରି କରିଥିଲି। କିନ୍ତୁ ଗୋଟିଏ ଦିନ ମୁଁ ଖାଦ୍ୟ ଧରି ଟିକେ ଡେରିରେ ପହଞ୍ଚିବାରୁ ଦେଖିଲି ଯେ ମୋ ବସାରୁ ଅଣ୍ଡା ଦୁଇଟା କୁଆଡ଼େ ଗାୟବ ହୋଇଯାଇଛି। କେଜାଣି କିଏ ଖାଇଦେଲା। ସେଥିପାଇଁ ମୁଁ ମୋ ବସାକୁ ଏଥର ପୋଖରୀ ମଝିରେ କରିଛି, ଯାହାଫଳରେ ମୋର ଅଣ୍ଡାକୁ କେହି ଖାଇପାରିବେ ନାହିଁ। ହଂସର ଏମିତି କଥା ଶୁଣି ଶିଆଳଟି ମନେ ମନେ ଭାବିଲା, ତାହେଲେ ଏ ହଂସ ଜମା ଜାଣିନି କି ମୁଁ ତାର ଅଣ୍ଡାକୁ ଖାଇ ଦେଇଛି ବୋଲି। ଆଚ୍ଛା ଭାଇ, ତୁମେ ତାହେଲେ ଏଇଠାରେ ଟିକେ ଥାଅ। ମୁଁ ଖାଇବା ଖୋଜିବା ପାଇଁ ଟିକେ ଯାଇକି ଆସୁଛି। ହଉ ଠିକ୍ ଅଛି, ତୁମେ ଯାଅ। ତାପରେ ହଂସଟି ଖାଦ୍ୟ ଖୋଜିବା ପାଇଁ ଚାଲିଗଲା। ଏପଟେ ଶିଆଳଟି ଭାବୁଥାଏ କେମିତି ସେ ହଂସର ଅଣ୍ଡା ଦୁଇଟିକୁ ଖାଇବ ବୋଲି। ଭାବୁ ଭାବୁ ଦେଖିଲା ଗୋଟିଏ ବେଙ୍ଗ ପୋଖରୀ ମଝିରେ ଗୋଟିଏ ପତ୍ର ଉପରେ ବସିଛି। ଏହା ଦେଖି ଶିଆଳଟି ବେଙ୍ଗକୁ ଡାକିଲା, ଆରେ ଓ ବେଙ୍ଗ ଭାଇ, ଟିକେ ଏଠାକୁ ଆସିବ କି? ଶିଆଳର ଡାକ ଶୁଣି ବେଙ୍ଗଟି ଶିଆଳ ପାଖକୁ ଆସିଲା। ବେଙ୍ଗ ଭାଇ, ତୁମେ ମୋର ଗୋଟିଏ ଉପକାର କରିପାରିବ? କି ଉପକାର କରିବାକୁ ପଡ଼ିବ ମୋତେ? ସେଇ ଯୋଉ ପୋଖରୀ ମଝିରେ ଥିବା ବସାକୁ ଦେଖିପାରୁଛ, ସେଇ ବସାକୁ ଯଦି ମୋତେ ଆଣି ଟିକେ ଦେଇପାରିବ, ତାହେଲେ ମୋର ବହୁତ ବଡ଼ ଉପକାର ହୋଇପାରିବ। ଠିକ୍ ଅଛି ଶିଆଳ ଭାଇ, ମୁଁ ସେ ବସାଟା ତୁମ ପାଇଁ ଆଣିଦେଉଛି। ଏହା କହି ବେଙ୍ଗଟି ହଂସର ବସାଟିକୁ ଆଣିବା ପାଇଁ ଚାଲିଗଲା। ମୁହଁରେ ତାର ଧରି ଠେଲି ଠେଲି ଶିଆଳ ପାଖକୁ ନେଇ ଆସିଲା। ବସାଟା ପାଖକୁ ଆସିଥିବାରୁ ଶିଆଳ ଦୁଇଟି ଯାକ ଅଣ୍ଡା ଖାଇ ସେଠାରୁ ଚାଲିଗଲା। ବେଙ୍ଗ ବୁଝିପାରିଲାନି କି ଶିଆଳଟି ଏତେ ଶୀଘ୍ର ଶୀଘ୍ର ସେଠାରୁ କାହିଁକି ଚାଲିଗଲା। କିଛି ସମୟ ପରେ ହଂସଟି ସେଠାରେ ଆସି ପହଞ୍ଚିଗଲା ଆଉ ଦେଖିଲା ତାର ବସାଟି
ପୋଖରୀ ଧାରରେ ଅଣ୍ଡା ଶୂନ୍ୟ ଅବସ୍ଥାରେ ପଡ଼ିଛି। ଆଉ ପାଖରେ ବେଙ୍ଗଟିଏ ମଧ୍ୟ ଅଛି। ବେଙ୍ଗକୁ ଦେଖି ହଂସଟି ବେଙ୍ଗ ପାଖକୁ ଆସିଲା। ଆଉ ତାର ଖାଲି ବସାକୁ ଦେଖି କାନ୍ଦିବାକୁ ଲାଗିଲା। ଆରେ ଇଏ କ'ଣ ହେଲା? ମୋର ଅଣ୍ଡା ଗୁଡ଼ିକ କୁଆଡ଼େ ଗଲା? ଆଉ ମୋର ବସାଟା ଏଠିକି କେମିତି ଆସିଲା? ଆଉ ଏଥର ବି ମୁଁ ମୋର ଅଣ୍ଡାକୁ ବଞ୍ଚେଇ ରଖିପାରିଲିନି। ହଂସର ଏମିତି କାନ୍ଦ ଦେଖି ବେଙ୍ଗଟି କହିଲା, ହଂସ ଭଉଣୀ, ମୋତେ କ୍ଷମା କରିଦିଅ। ସେ ବଦମାସ ଦୁଷ୍ଟ ଶିଆଳ ତୁମ ଅଣ୍ଡାକୁ ଖାଇ ଦେଇଛି। ବେଙ୍ଗଟି ହଂସକୁ ସବୁ ଘଟଣା ଖୋଲିକି କହିଦେଲା। ଏସବୁ ଶୁଣି ହଂସ ଟିକେ ଭାବିବାକୁ ଲାଗିଲା। ପୁଣି କିଛି ଦିନ ପରେ ହଂସଟି ଆଉ 2ଟି ଅଣ୍ଡା ଦେଲା। ପୋଖରୀ ମଝିରେ ଥିବା ତାର ବସାକୁ ଲାଗିକି କିଛି ପତ୍ର ଦେଇ ଗୋଟିଏ ରାସ୍ତା ପୋଖରୀ କୂଳ ପର୍ଯ୍ୟନ୍ତ ବନେଇଲା। ଯେତେବେଳେ ଶିଆଳ ତାର ଅଣ୍ଡା ଖାଇବା ପାଇଁ ସେଇ ରାସ୍ତା ଦେଇ ଆସିବ, ସିଧା ବୁଡ଼ିକି ମରିବ। କିଛି ସମୟ ପରେ ସେଇ ଦୁଷ୍ଟ ଶିଆଳଟି ମଧ୍ୟ ସେଠାରେ ଆସି ପହଞ୍ଚିଗଲା। ଆଉ ଦେଖିଲା ହଂସଟି ତାର ବସାରେ ବସିଛି। ଶିଆଳଟି ହଂସର ଚାଲାକିକୁ ବୁଝିପାରିଲା ନାହିଁ। ଆଉ ବସାକୁ ଲାଗିକି ଥିବା ରାସ୍ତାକୁ ଦେଖି ମନେ ମନେ ଭାବିଲା, ଆରେ ଏଥର କ'ଣ ଏ ବୋକା ହଂସ ତାର ବସାକୁ ଯିବା ପାଇଁ ରାସ୍ତା ବନେଇଛି? ଯାଉଛି, ଆଜି ଅଣ୍ଡା ସହିତ ସେ ହଂସକୁ ବି ଖାଇଦେବି। ଏମିତି କହି ଶିଆଳଟି ଧୀରେ ଧୀରେ ଆସିଲା। କିଛି ବାଟ ଯାଇଛି କି ନାହିଁ, ଶିଆଳର ଓଜନ ସମ୍ଭାଳି ନ ପାରି ପତ୍ର ଗୁଡ଼ାକ ସବୁ ଏପଟ ସେପଟ ହେବାରୁ ଶିଆଳଟି ସିଧା ବୁଡ଼ିଗଲା। ବଞ୍ଚାଅ, ବଞ୍ଚାଅ, ମୁଁ ଆଉ ତୋର ଅଣ୍ଡାକୁ କେବେ ବି ଖାଇବି ନାହିଁ। ମୋତେ ଟିକେ ବଞ୍ଚେଇ ଦେ। ମୁଁ ଏବେ ଠିକ୍ ବୁଝିପାରିଲି, ବେଶୀ ଲୋଭ କରିବାରୁ ଆଜି ମୋର ଏଇ ଦଶା। ଓ ହଂସ ଭାଇ, ଶିଆଳ, ତୁ ବୁଡ଼ିଯା। ତତେ କେହି ବଞ୍ଚେଇବାକୁ ଆସିବେନି। ତୁ ମୋର ଅଣ୍ଡା ସବୁ ଖାଇବାର ଫଳକୁ ପା। ତୁ ସବୁଥର ମୋ ଅଣ୍ଡା ଗୁଡ଼ିକୁ ଖାଇ ଦଉଛୁ, କିନ୍ତୁ ଏଥର ତୁ ବୁଡ଼ିକି ମରେ। ଶିଆଳଟି ଚିତ୍କାର କରି କରି ପାଣି ଭିତରକୁ ବୁଡ଼ିଗଲା।